ଭଲ କଥା ଆଲୋଚନା କରିବା। ସିଦ୍ଧଗିରିର ମହିମା, ସିଦ୍ଧଗିରିରେ କୃଷ୍ଣ ନୀଳା ହେଲା। ସିଦ୍ଧଗିରିର ମହିମା, ସିଦ୍ଧଗିରିରେ କୃଷ୍ଣ ନୀଳା। ସିଦ୍ଧଗିରି ପାହାଡ଼ ସେ ସାଧାରଣ ପାହାଡ଼ ନୁହେଁ, ଯେଉଁଠାରେ କ୍ଷିତି ହାଡ଼ିବନ୍ଧୁ ଦାସଙ୍କର ଲୀଳା ପ୍ରକଟ ହୋଇଛି। ଏବଂ କ୍ଷିତି ହାଡ଼ିବନ୍ଧୁ ଦାସ ନିଜେ ସ୍ୱୟଂ କୃଷ୍ଣଙ୍କ ରୂପରେ ମଧ୍ୟ ବିଦ୍ୟମାନ ଥିଲେ। ଅଚ୍ୟୁତାନନ୍ଦ ମହାପୁରୁଷ ଆସିଥିଲେ ଅନେକ ବର୍ଷ ଆଗରୁ। ସେ କହିଥିଲେ ଦିନେ ନା ଦିନେ ସିଦ୍ଧଗିରିରେ କଣ ହବ, ଗୋପଲୀଳା ହବ। ଗୋପଲୀଳା ବୋଲେ କଣ ଦ୍ୱାପର ଯୁଗରେ ସେ କୃଷ୍ଣ ଆସି ଗୋପଲୀଳା କରିବେ ନା, ତା ମାନେ ସିଦ୍ଧ ଅଙ୍ଗରେ ପ୍ରଭୁ କଣ କରିବେ, ବିହାର କରିବେ, ଖେଳ କରିବେ ଏବଂ ସେଠି ଗୋପଲୀଳା ହବ। ବୁଝି ସେ ପାହାଡର ପାଦ ଦେଉଛନ୍ତି କିଏ, ସେ ପୂର୍ଣ୍ଣବାସୀ ଦେବୀ। ଯେଉଁ ସିଦ୍ଧଗିରି ପାହାଡ଼ ଠାକୁର ଅଭିରାମ ପରମହଂସଙ୍କର ଦୀକ୍ଷା ଗୁରୁକୁଳ ଏବଂ ପଲ୍ଲେଇ ହରିହର ବାବାଙ୍କର ମଧ୍ୟ ଗୁରୁକୁଳ। ଏ ଯୋଉ କ୍ଷିତି ହାଡ଼ିବନ୍ଧୁ ଦାସ, ଇଏ ସ୍ୱୟଂ ଅନନ୍ତଙ୍କ ସ୍ୱରୂପ ଥିଲେ। ଅନେକ ପୂର୍ଣ୍ଣବନ୍ତ କ୍ଷେତ୍ର ସିଏ, କିନ୍ତୁ ଲୋକ ସମାଜରେ ତାକୁ କେହି ବୁଝନ୍ତି ନାହିଁ। ଜଣେ ବ୍ୟକ୍ତି ଆମକୁ ଫୋନ କରିଥିଲେ କେଉଁଝରରୁ, କହିଲେ କଣ ଖାଲି ଯାଜପୁରରୁ ପୁରୀ ଭିତରେ ପୂର୍ଣ୍ଣକ୍ଷେତ୍ର ଅଛି, ଆଉ କୋଉଠି ନାହିଁ? ବ୍ରହ୍ମାଣ୍ଡ ଯାକ ପୂର୍ଣ୍ଣକ୍ଷେତ୍ର। ନବଖଣ୍ଡ ମହି ମଧ୍ୟରେ ଭାରତ ବର୍ଷ ଜମ୍ବୁ ଦ୍ୱୀପ ହଉଛି ସ୍ୱତନ୍ତ୍ର ଭାଗ। ଜମ୍ବୁ ଦ୍ୱୀପ ଭିତରେ ଭାରତ ବର୍ଷ ହେଲା ସ୍ୱତନ୍ତ୍ର ଭାଗ। ଭାରତ ଭିତରେ ଓଡିଶା ହଉଛି ସ୍ୱତନ୍ତ୍ର ଭାଗ। ଓଡିଶାରୁ ଯାଜପୁର ପୁରୀଟା ହଉଛି ସ୍ୱତନ୍ତ୍ର ଭାଗ। କାହିଁକି କହୁଛେ, ମହାପ୍ରଭୁଙ୍କର ବିରାଟ ଶରୀର ରୂପରେ ବିବେଚନା କରାଯାଇଛି। ପ୍ରଭୁଙ୍କର ପାଦ ହେଲା ଯାଜପୁର, କଟି ହଉଛି କଟକ, ହୃଦୟ ହଉଛି ଏକାମ୍ର କ୍ଷେତ୍ର, କଣ୍ଠ ହେଲା 18 ନଳା, ଶ୍ରୀକ୍ଷେତ୍ର ହଉଛି ମସ୍ତକ। ପ୍ରଭୁ ଅନନ୍ତ ଶୟନରେ ଅଛନ୍ତି, ଏଇଆ ଶାସ୍ତ୍ର କହୁଛି। ଯଦି ପ୍ରଭୁ ଅନନ୍ତ ଶୟନରେ ରହିଲେ, ତାହେଲେ ବାସୁକୀଟା ରହିଲା କୋଉଠି? ଭଲ, ଏଇ ସବୁ ହଉଛି ମଞ୍ଜି କଥା। କ୍ଷୀରାବ୍ଦି ସାଗରରେ ପ୍ରଭୁ ଅନନ୍ତ ଶୟନ ଅଛନ୍ତି, ବା ଅନନ୍ତ ଉପରେ କଣ ହେଇଛି, ଶୟନ କରିଛନ୍ତି, ବା ଶେଷନାଗ ଅନନ୍ତ ବା ସପ୍ତଫେଣୀ ଅନନ୍ତ ଉପରେ ସେ କଣ କରୁଛନ୍ତି, ଶୟନ କରିଛନ୍ତି। ଯଦି ବିରାଟ ଶରୀର ଇଏ ହେଲା, ତାହେଲେ ବାସୁକୀ ଗଲା କୁଆଡେ? ବଢିଆ କଥାଟା ନୁହଁ? ବାସୁକୀ ବିଷୟ ଆଲୋଚନା କରିବା, ସେ ଗୋଟେ ଏପିସୋଡ ଅନ୍ୟ ପ୍ରକାର ହେଇଯିବ, ବଡ ଆକାରର। ସେ ପୂର୍ବ ଏପିସୋଡ ଆଲୋଚନା କରିବା। ଏ ଯୋଉ ବିରାଟ ଶରୀର, ଏ ବିରାଟ ଶରୀର ହଉଛି ସବୁଠୁ ପୂର୍ଣ୍ଣବନ୍ତ କ୍ଷେତ୍ର। ପୃଥିବୀ ଭିତରେ ଯାଜପୁରରୁ ପୁରୀ, ଏଟା ହଉଛି ପୂର୍ଣ୍ଣବନ୍ତ କ୍ଷେତ୍ର ବୋଲି ପଞ୍ଚସଖାଙ୍କ ସହିତ ଅନ୍ୟାନ୍ୟ ମହାପୁରୁଷ ମାନେ ମଧ୍ୟ କଣ କରିଛନ୍ତି, ପ୍ରମାଣିତ କରିଛନ୍ତି। ତନ୍ମଧ୍ୟରେ ସିଦ୍ଧଗିରି ପାହାଡ଼ ମଧ୍ୟ ଅନ୍ୟତମ। ଯେମିତି ସନ୍ଥ ଅରକ୍ଷିତ ଦାସ, ସେମିତି କ୍ଷିତି ହାଡ଼ିବନ୍ଧୁ ଦାସ। ସନ୍ଥ ଅରକ୍ଷିତ ଦାସ ଯୋଗମାୟା ମୋହିନୀ ବଂଶ ଦିଏ ଯେତେବେଳେ ସେ ଓଳାଶୁଣୀ ପାହାଡ଼କୁ ବୃନ୍ଦାବନ କରିଦେଇଥିଲେ, ସେମିତି କ୍ଷିତି ହାଡ଼ିବନ୍ଧୁ ଦାସ ସିଏ ଯେତେବେଳେ ମୋହିନୀ ବସି ବଜାନ୍ତି, ସେ ଗୋପପୁର ହେଇଯାଏ କୋଉଟାକ, ସିଦ୍ଧଗିରି ପାହାଡ଼। ଭବିଷ୍ୟତକୁ ହବ ନାହିଁ, ଇଏ ଲୀଳା ଅଲରେଡି ହେଇଯାଇଛି। ଭବିଷ୍ୟତକୁ କଣ ହବ ସେ ବିଷୟ ମହାପୁରୁଷ ଲେଖିଛନ୍ତି, କିନ୍ତୁ କ୍ୟାମେରା ଆଗରେ କହିହବ ନାହିଁ। ଏଇ ଯୋଉ ହାଡ଼ିବନ୍ଧୁ ଦାସ, ଏ ସାଧାରଣ ବ୍ୟକ୍ତି ବିଶେଷ, ଏ ଅଣାକ୍ଷର ତତ୍ଵ ଭିତରେ ହଜି ଯାଇଥିଲେ, ମଜି ଯାଇଥିଲେ।
ବୁଝି ହଉଛି। ଆଉ ସିଦ୍ଧ ହାରିବନ୍ଧ ଦାସ ଅଭିରାମ ପରମହଂସ ଏ କେହି କାହାକୁ ଉଣା ନୁହେଁ। ଗୁରୁ ଶିଷ୍ୟ ଟକରା ଟକରି ହେଇଥିଲେ। ବୁଝି ହଉଛି। ପଛ ଏପିସୋଡରେ ଆମେ ସେଗୁରା ସବୁ କହିଥିଲୁ। ସେଥିପାଇଁ ଠାକୁର ଗୋଟେ କଳି ଭାଗବତ ଲେଖିଛନ୍ତି, ଗୁରୁ ଶିଷ୍ୟ ଦିହ ପ୍ରଳୟ କାଳେ କାହିଁ ରହିଲେ ମୁଁ ଜାଣି ନ ପାରେ। ସେଠି ଗୁରୁ ନାହିଁ ଶିଷ୍ୟ ସେଇ ସିଦ୍ଧଗିରି ପାହାଡ଼। ସିଏ ସିଦ୍ଧଗିରି ପାହାଡ଼ ହଉଛି ମନେ ହୋଇଥାଉ, ସେ ହଉଛି ସିଦ୍ଧ ଖଣ୍ଡଗିରି। ବୁଝିଗଲା ନା। ଜଣେ ଗବେଷକ ଆମକୁ ସମାଲୋଚନା କରି କହିଲେ ପଞ୍ଚ ଖଣ୍ଡଗିରି କୋଉଠି ଲେଖା ହେଇନି, କିନ୍ତୁ ମନେ ରଖିଥାଅ ଗୋଟା ଅଛି ଶ୍ରୀ ଖଣ୍ଡଗିରି ମହାପୁରୁଷ ଲେଖିଛନ୍ତି, ଖଣ୍ଡଗିରି ମହାପୁରୁଷ ଲେଖିଛନ୍ତି, ଗୁପ୍ତ ଖଣ୍ଡଗିରି ମହାପୁରୁଷ ଲେଖିଛନ୍ତି, ସିଦ୍ଧ ଖଣ୍ଡଗିରି ଗରୁଡ଼ କଳ୍ପ 34। ସିଦ୍ଧ ଖଣ୍ଡଗିରି ଯାହାକୁ ବୋଲନ୍ତି ସିଦ୍ଧ ମାନଙ୍କ ଆଶ୍ରମ, ସିଦ୍ଧ ଗିରି ଚୂଳେ ଘାଟେ ପୁଣ୍ୟବାସୀ ସେଠାରେ ପରମ ଧାମ। ସିଦ୍ଧଗିରି ପାହାଡ଼ ହଉଛି ସିଦ୍ଧ ମାନଙ୍କର ଆଶ୍ରମ ଏବଂ ସେ ସ୍ଥାନରେ ଗୋବିନ୍ଦପୁରକୁ ଗୋପପୁର ବୋଲି ମଧ୍ୟ ମହାପୁରୁଷ କଣ କରିଛନ୍ତି, ପ୍ରମାଣ ଦେଇଛନ୍ତି। ସେଟା ଗୋବିନ୍ଦପୁର ନାହିଁ କି? ସେଇ ସିଦ୍ଧଗିରି ପାହାଡ଼ ଉପରେ ମହାପୁରୁଷ କଣ କହୁଛନ୍ତି, କୋଟ ପତାକାମେ ବୈଷ୍ଠମ୍ବ ପାଣି ଖଣତ କାରସେ ହେବ, କ୍ଷୀରୋଦ ଚନ୍ଦ୍ର ଯେ ଗୋବିନ୍ଦପୁରରେ ବୈଶ୍ୟ କୂଳେ ଜାତ ହେବ, ଲୀଳାଙ୍ଗୀ ଭକତ ରସିକ ନାଗରେ ଲୀଳା କରେ ତାଙ୍କ ସଙ୍ଗେ, ଗିରି ତଳେ ଗୋପ ଗୁପତ ହୋଇଛି ସିଦ୍ଧ ଗିରି ପୂର୍ବ ଭାଗେ। ବଢିଆ କଥା ଲେଖା। ଲୀଳାଙ୍ଗୀ ଭକତ ରସିକ ନାଗର ଲୀଳା କରେ ତାଙ୍କ ସଙ୍ଗେ, କାହା ସାଙ୍ଗେ? ପ୍ରଭୁଙ୍କ ସାଙ୍ଗେ। ଆମେ କହିଛୁ ହେତୁଦିଆ ଭକ୍ତ, ଲୀଳାଙ୍ଗ ଭକ୍ତ, ଲୟାଙ୍ଗ ଭକ୍ତ ଏସବୁ ଅଛନ୍ତି। ଲୀଳାଙ୍ଗୀ ଭକ୍ତ କିଏ? ସେ ନା ପ୍ରଭୁଙ୍କ ସହିତ ଯୁଗେ ଯୁଗେ ଯେ ଲୀଳା ଖେଳା କରନ୍ତି। କହିଲେ ଲୀଳାଙ୍ଗୀ ଭକତ ରସିକ ନଗରେ ଲୀଳା କରେ ତାଙ୍କ ସଙ୍ଗେ, କିଏ ସେ? ସ୍ୱୟଂ ହାରିବନ୍ଧ ଦାସ। କୋଉ ହାରିବନ୍ଧ ଦାସ? ନା କ୍ଷିତି ହାରିବନ୍ଧ ଦାସ। ଗିରି ତଳେ ଗୋପ ଗୁପତ ହୋଇଛି ସିଦ୍ଧଗିରି ପୂର୍ବ ଭାଗେ। ସିଦ୍ଧଗିରି ତଳେ ନାହିଁ, ମାଟି ତଳେ ନାହିଁ, ସିଦ୍ଧଗିରିର ପାଦ ଦେଶରେ ପୂର୍ବ ପଟେ କଣ ହେଇଛି? ଗୋପପୁର ଗୁପ୍ତ ହେଇକି ରହିଛି। କୋଉ ଗୋପପୁର? ଗୋପ ମଥୁରା ବୃନ୍ଦାବନ ସିଆଡେ ତ ଅଛି। ମହାପୁରୁଷ ଫେର କାହିଁକି ଓଡିଶାରେ କହିଲେ ଅଛି? କଥାଟା ବୁଝିପାରୁଛ ନା ବୁଝିପାରୁଛ? ତେଣୁ ଆର ଗୋଟେ ଗୂଢ ତତ୍ଵ ଅଛି। ଦିନେ ଗୋପଲୀଳା ସେଠାରେ ହୋଇବ କ୍ଷିତି ହାଡିଆର ସଙ୍ଗେ। ଠାକୁର ଯେତେବେଳେ ଆସିଲେ ହାରିବନ୍ଧ ଦାସ ସେ ମୋହିନୀ ବଂଶୀ ଧରିଥିଲେ, ବହୁତ ଲୀଳା ଖେଳା ମଧ୍ୟ କଲେ, କିନ୍ତୁ ତଥାପି ଜାଣିପାରିଲେ ନାହିଁ। ସାହସ ପୁରାଣ ଅଚ୍ୟୁତ ଲେଖିବ ଦିନ କଟାଇବ ରାତି। ବୁଝିଲ? ଏଇ ଯୋଉ ଲୀଳାଙ୍ଗୀ ଭକତ ସେ କିଏ? ସିଏ ପଞ୍ଚସଖାଙ୍କ ଭିତରୁ ସିଏ କିଏ? ସେଇଟା କ୍ୟାମେରା ଆଗରେ ଖୋଲିକି କହିହବ ନାହିଁ। ଅଚ୍ୟୁତ ଅନନ୍ତ ପଞ୍ଚସଖା ଭିତରେ 2 ଜଣ, କେହି କାହାକୁ ଉଣାନ୍ତି। ବୁଝିପାରୁଛ ନା ବୁଝିପାରୁଛ? ପଞ୍ଚସଖା ହେଇଥିଲେ ଅଚ୍ୟୁତ ଅନନ୍ତ ପଞ୍ଚସଖା କେହି କାହାକୁ ଉଣା ନୁହଁ, କିନ୍ତୁ ଇଏ 2 ଜଣ ହଉଛନ୍ତି ସ୍ୱତନ୍ତ୍ର ବାଦ। ତେଣୁ ନିଜେ ହାରିବନ୍ଧ ଦାସଙ୍କ ସହିତ ମହାପୁରୁଷ ଠାକୁର ଖେଳାଳୀଳା କରିବେ ବୋଲି ଅଚ୍ୟୁତ ମହାପୁରୁଷ କହିଥିଲେ, ଯାହାକି ହାରିବନ୍ଧ ଦାସ ଯେତେବେଳେ ଆସିଲେ ସେତେବେଳେ ସେ ଲୀଳା ଖେଳା କରିକି ଚାଲିଗଲେ। ପୁଣି କହିଲେ କଣ?
ସିଦ୍ଧଗିରି ସିଦ୍ଧ ଶିଖା ଜୟନ୍ତା ନଗର ଅଷ୍ଟଗିରି ପାଖରେ ସେ ଦକ୍ଷିଣ ଭାଗର। କହିଲେ ସିଦ୍ଧଗିରି ସିଦ୍ଧ ଶିଖା, ସିଦ୍ଧଗିରିର ସିଦ୍ଧ ଶିଖା ମାନେ ମସ୍ତକ ଉପରେ, ସିଏ ହଉଛି ଜୟନ୍ତା ନଗର। କୋଉ ଜୟନ୍ତା? ନା ପାଣ୍ଡବ ମାନେ ଯୋଉ ପଞ୍ଚପୋଡା ମାଗିଥିଲେ କାହାକୁ? ଦୁର୍ଯ୍ୟୋଧନକୁ। ତନ୍ମଧ୍ୟରୁ ସେ ସ୍ଥାନଟି ଜୟନ୍ତୀ ନଗର ଅଟେ। ଅଷ୍ଟଗିରି ପାଖରେ ସେ ଦକ୍ଷିଣ ଭାଗର। ହେଲେ ଅଷ୍ଟଗିରିର ପାଖରେ ସେଇଟା ହେଇଥିବ ଦକ୍ଷିଣ ଦିଗରେ। ତାହେଲେ ଅଷ୍ଟଗିରି କୋଉ ପଟେ ଥିବ? ସିଦ୍ଧଗିରିର ଉତ୍ତର ଦିଗରେ ଅଷ୍ଟଗିରି ଥିବ। ବୁଝି ହଉଛି ନା? ସେ ଯୋଉ ଅଷ୍ଟଗିରି ଥିବ ସେଠି କଣ ହବ? ନା କରଣ କୂଳରେ ବୀର ନାମ ଥିବ ଏକ, ମହିମା ବିଚାର କିଛି ଜାଣନ୍ତି ସାୟକ। ସେଠାରେ କରଣ କୂଳରେ ଜଣେ ଭକ୍ତ ଜନ୍ମ ହେଇଥିବ, ମହିମା ବିଚାର କିଛି ଜାଣନ୍ତି ସାୟକ। ସିଏ କିଛି ମହିମା। ସିଦ୍ଧଗିରି ଲୀଳା ଇଏ ହେଲା କଣ? ଅତୀତ ଲୀଳା ସରିଯାଇଛି। ମହାପୁରୁଷ ଯୋଉ ଲେଖିଥିଲେ ଏ ଲୀଳା ସରିଯାଇଛି। ଆଗକୁ ଫେର ସେଠି କଣ ହବ ପୂର୍ବ ଏପିସୋଡରେ ଆଲୋଚନା କରିବା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ ହରି।